ତ ହେଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ଆଜି ବହୁତ ଖୁସି ଅଛି କାହିଁକି ନା ଆମ ଘରେ ଆଜି ଏସି ଲାଗୁଛି। ଇଏ ଯୋଉ ପ୍ରକାରର ଗରମ ହଉଛି, ଏଥିରୁ ବଞ୍ଚିବାଟା ତ ବହୁତ ମୁସ୍କିଲ ହେଇପଡୁଛି। ମତେ ଏଇ ଦି ଜଣଙ୍କୁ ହିଁ ଦେଖିଲେ ଲାଗେ କି ଏଇ ଦି ଜଣ ହିଁ ଦୁନିଆ ବିଷୟରେ ସବୁ ଜାଣିଛନ୍ତି, ଆଉ କେହି କିଛି ବି ଜାଣିନାହାନ୍ତି। ତ ଆଜି ଟିକେ ଇଚ୍ଛା ହେଲା ଆମକୁ ଫୁଲକୋବି ଚିଲ୍ଲି ଖାଇବା ପାଇଁ, ସେତିକି ମୁଁ କାଟିକି ସବୁ ରେଡି କରିଦେଇଛି, ଆଉ ଏଠି ବି ପିଲାଙ୍କୁ କାମରେ ଲଗେଇ ଦେଇଛି। ଏବେ ଆମର ଫୁଲକୋବି ଚିଲ୍ଲି ରେଡି ହେଇଗଲା, ଖାଲି ଅପେକ୍ଷା ସ୍ୱାମୀଙ୍କୁ। ସେ କେତେବେଳେ ଆସିବେ ଆଉ ଆମେ କେତେବେଳେ ଖାଇବା। ଆମ ଦୁଇ ଜଣଙ୍କୁ ତ ଏତେ ଜୋରରେ ଭୋକ ଲାଗୁଥିଲା, ଆମେ ତ ରୋଷେଇ କରୁ କରୁ ଅଧା ହିଁ ଖାଇ ଦେଇଥିଲୁ। ତ ସବୁ ପରେ ସ୍ୱାମୀ ଆସି ପହଞ୍ଚିଗଲେ ଘରେ। ଯେହେତୁ ମୁଁ ଏଠି ଭିଡିଓ କରୁଥିଲି, ସେଥିପାଇଁ ସେ ଆଉ ଟିକେ ଷ୍ଟାଇଲ ମାରି ଚାଲି ଚାଲି ପଳେଇ ଆସିଲେ। ବାସ୍ ବାସ୍, ପୁଣି ଥରେ ଆରମ୍ଭ ହେଇଗଲା ତାଙ୍କର ସେଇ ପୁରୁଣା ରୋଗ। କ୍ୟାମେରା ଚାଲୁ କରିବେ ମାନେ ସେ ସେଇ ଗୋଟେ ଜିନିଷ ହିଁ ଦେଖେଇବା ଷ୍ଟାର୍ଟ କରିଦେବେ। ତ ସବୁ ପରେ ସ୍ୱାମୀ ମତେ ଡାକିଲେ, ଗେଲା ଟିକେ ଶୁଣିଲ। ମୁଁ ଦୌଡ଼ି ଦୌଡ଼ି ପଳେଇଗଲି। ସେ ମୋ ହାତରେ ଗୋଟେ ବେଗଟେ ଥୋଇଦେଇ କହିଲେ, ଏଇଟା ଖୋଲ, ତମ ପାଇଁ ଗୋଟେ ଭଲ ଗିଫ୍ଟ ଅଛି। ମୁଁ ତାଙ୍କୁ ପଚାରିଲି, ଗିଫ୍ଟଟା କୋଉ ଖୁସିରେ? ସେ ମତେ କହିଲେ, ଯେହେତୁ ଏଇଟା ତମର ପ୍ରଥମ ସାବିତ୍ରୀ, ସେଥିପାଇଁ ମୋ ତରଫରୁ ଏଇଟା ତମ ପାଇଁ ଗୋଟେ ସ୍ପେଶାଲ ଗିଫ୍ଟ। ତ ଏବେ ଚାଲନ୍ତୁ ଦେଖିବା ସେଥିରେ କଣ ଅଛି। ତ ତାଙ୍କ ମୁହଁର ହସ ଦେଖିକି ମୁଁ ଜାଣିଥିଲି କି ସେ ମୋ ପାଇଁ କିଛି ଆଣିଛନ୍ତି ବୋଲି, ଆଉ ମୋ ସହିତ ମଜାକରେ ଲାଗୁଛନ୍ତି ବୋଲି। ସେଥିପାଇଁ ମୁଁ ତାଙ୍କୁ ବାର ବାର ପଚାରୁଥାଏ, ସତ କୁହ ମୋ ପାଇଁ କିଛି ଆଣିଛ କି ନାହିଁ? ତ ଯେତେବେଳେ ସେ ନ ମାନିଲେ, ମୁଁ ନିଜେ ତାଙ୍କ ପକେଟରେ ହାତ ପୁରେଇ ଦେଖିଲା ବେଳକୁ ଗୋଟେ ପର୍ସଟେ ଅଛି। ତ ଦେଖିବା ତା ଭିତରେ କଣ ଅଛି। ଯେତେବେଳେ ମୁଁ ସେ ପର୍ସଟି ଖୋଲିଲି, ତ ତା ଭିତରେ ଗୋଟେ ମଙ୍ଗଳସୂତ୍ର ଥିଲା, ଆଉ ସେଟା ବହୁତ ସୁନ୍ଦର ହିଁ ଦେଖାଯାଉଥିଲା। ଏବେ ତ ମୁଁ ବହୁତ ଖୁସି ହୋଇଗଲି, ଆଉ କେତେ ଖୁସି ହୋଇଛି ସେଟା ତ ମୁଁ କହିପାରିବିନି। ସେଇ ଖୁସିରେ ତାଙ୍କୁ କହିଲି, ତମେ ମତେ ମଙ୍ଗଳସୂତ୍ରଟା ହିଁ ପିନ୍ଧେଇ ଦିଅ। ତ ଗୋଟେ କଥା କହିବି, ବାପାଙ୍କ ପରେ ଯିଏ ଅଧିକ ସ୍ନେହ କରେ ସେ ହେଉଛନ୍ତି ସ୍ୱାମୀ। ତ ମୁଁ ମୋ ଘରଠୁ ଦୂରରେ ଅଛି ବୋଲିକି ବି କେବେ ମନ ଦୁଃଖ କରିନି, କାହିଁକି ନା ମୋ ସ୍ୱାମୀ ମତେ ସେତିକି ଫିଲ୍ କରିବା ପାଇଁ କେବେ ଦେଇନାହାନ୍ତି।